हमर ए अनुष्ठान रो विश्वकर्मा जाकी विश्व रो गठन करिसंती तांकर आज जन्म ताकि केमिति जन्म हेले ए उद्देश्य हम करे केमिति जन्म हेले विश्वकर्मा को विश्वकर्मांगर विश्व सृष्टि आज होछि हमरा भाईकर जन्मदिन नाटा कोन विश्वजित से होछि विश्वकर्मा भाईकर नाम होछि विश्वजित आज कन्या संक्रांति दिन विश्वकर्मा पूजा दिन तमे जन्मइछ तम ना होछि विश्वजित विश्व को जे जणी पारि थिला ताकर नाम होला विश्वजित बाप हां खुला हमर बंधुंगर गोटे प्रश्न रही वर्तमान जे विश्वकर्मा काठारु ये जन्म हले विश्वकर्मा को वर्तमान प्रकृत जन्मटा कहिबा को पड़िबो जानिचु जानिचु की कहि परिबो की विश्वकर्मा कोन जन्म हां कोन जन्म हले मार जन्म हरि जय गजानन हे गौरी नंदन हरि जय गजानन हे गौरी नंदन हरि तव पाद मुझ करे निवेदन हई हई पृथुल उदय अमृत लडु कर आशांकु त्रिशूल मेरे मनोहर हई तब कपोले सिंदूर धार हे विघ्नेश्वर तब कपोले सिंदूर धार टपी मूल पूर्व मुख होई पंचमा ग्राम रे हे पश्चिम रे रही दिग भ्रमण आसी देव त्रिलोचन दंड के खंड कर दक्षिण तारेण अरे होई गला ज्ञान शून्य हे गजानन अरे होई गला ज्ञान शून्य शुणन्तु सुविज्ञ जने देहि मन कर्म शुणन्तु सुविज्ञ जने देहि मन कर्म आउरी विश्वजित बोलिबा ताहाको नाम आउरी विश्वजित बोलिबा ताहाको नाम अच्छा एही कन्या संक्रांति दिन रे बाप बाबू होई थिले जन्म हई हई विश्वकर्मा पूजा बाप तो हुतो लागिछि हन विश्वजित बाबू जन्म होई छंदी हई हई शुणन्तु सुविज्ञाने देहि मन कर्म विश्वकर्मांकर जन्म कथा देवा कहिण हो हो विश्वकर्मांकर ठारू किए जन्म होइछि संसार रे तांकर नाम रहिछि हई हई संसार रे बाप तांकर नाम दे रहिछि हो हो शुणन्तु सुविज्ञाने देहि मन कर्म शुणन्तु सुविज्ञाने देहि मन कर्म विश्वकर्मांकर जन्म कथा देवा कहिण हई हई आगे ब्रह्मांगर थारु दक्ष प्रजापति जन्म घेरे हो हो आगे ब्रह्मांगर थारु दक्ष प्रजापति जन्म होई सेही ब्रह्मांगर ठारू विश्वकर्मा बाप जन्म धीरे ब्रह्मांगर ठारू विश्वकर्मा हेरे जन्म आउरी ब्रह्मांगर ठारू विश्वकर्मा बाप हेरे जन्म
ଯାହା ନାହିଁ ଦେଖରେ ବାପ କରିଥିଲେ ସେହି ଯେ ପ୍ରମାଣ। ବୁଝିଲେ ବାପ ବ୍ରହ୍ମା ଯୋଉ ଜିନିଷକୁ ସୃଷ୍ଟି କରିନାହାନ୍ତି अच्छा ବର୍ତ୍ତମାନ ଯେ କି ଦ୍ୱିତୀୟ ବ୍ରହ୍ମା କଲେ ଅତ୍ୟୁକ୍ତି ହେବ ନାହିଁ। ଦ୍ୱିତୀୟ ବ୍ରହ୍ମା ହେଉଛନ୍ତି ଯେ କି ବିଶ୍ୱକର୍ମା। ଆଜି ଉଡା ଜାହାଜ ଦେଖୁଛନ୍ତି ଆପଣ ମାନେ ଉଡା ଜାହାଜ ଦେଖୁଛନ୍ତି କିନ୍ତୁ ପୂର୍ବରେ ଗୋଟେ ଉଡା ଜାହାଜ ଥିଲା ସତ୍ୟ ତ୍ରେତୟା ଦ୍ୱାପର କଳି। अच्छा अच्छा ଏ ଚାରି ଯୁଗରେ ବର୍ତ୍ତମାନ ଉଡା ଜାହାଜ ରହିଛି ପୂର୍ବରୁ କିଏ ତିଆରି କରିଥିଲେ ସେ ବିଶ୍ୱକର୍ମା ତିଆରି କରିଥିଲେ। ଯିଏ କି ପୁଷ୍ପକ ବିମାନ ରଥ ତିଆରି କରିଥିଲେ କିଏ କରିଥିଲେ ସେ ବିଶ୍ୱକର୍ମା। ତାକୁ ଧରିକି ଏବେ ଉଡା ଜାହାଜ ତିଆରି କରାଯାଇଛି। ପୁଷ୍ପକ ବିମାନ ସେ ପୁଷ୍ପକ ବିମାନ ହଉଛି କୁବେରଙ୍କର। अच्छा अच्छा ପୁଷ୍ପକ ବିମାନଟା ହଉଛି କୁବେରଙ୍କର। हाँ ସେଇ କୁବେରଙ୍କ ଠାରୁ ଯେ କି ରାବଣ ବଳପୂର୍ବକ ବର୍ତ୍ତମାନ ହେଇଯାଇଥିଲା ତାର ପ୍ରକୃତ ଜିନିଷ अच्छा अच्छा ସୃଷ୍ଟି କି ଦ୍ୱିତୀୟ ବାର ତିଆରି କରିଥିଲେ ବିଶ୍ୱକର୍ମା। हाँ हाँ ସେ ସୃଷ୍ଟିକର୍ତ୍ତା ଇଏ ହଉଛନ୍ତି ବିଶ୍ୱକର୍ମା। ଏ ସୃଷ୍ଟି କି ଦ୍ୱିତୀୟ ବାର ଇଏ तैयारी करी थी ଯୋଉଟା ନଥିଲା ସେଇଟାକୁ ବର୍ତ୍ତମାନ ଟିକେ ତିଆରି କରିଦେଇଛନ୍ତି। अच्छा अच्छा ତେଣୁକରି ସବୁ ଯାକ କଥା କହୁଛନ୍ତି ମଣିଷ ତା ପାଖକୁ କଣ କହୁଛନ୍ତି मनुष्य ତା ପାଖକୁ କଣ କହୁଛନ୍ତି पशु ସେଥିପାଇଁ ତତେ ଉଲ୍ଲା ବୋଲି କହୁଛନ୍ତି ବୋଲେ ଉଲ୍ଲା କଥା ତ ଆରେ ମଣିଷ ଫଣିଷ ବୋଲି କହନ୍ତି मनुष्य କାଉ ଖାଉ ବୋଲି କହନ୍ତି। ओहो ସତରେ ମିଛ ଆଜ୍ଞା ଆଖୁ ଫାକୁ କହୁଛନ୍ତି। ଆଖୁ ଗୋଟେ ରହିଲା ତାପରେ ବଣ ଆଖୁ ଗୋଟେ ରହିଲା ତାର ସବୁ ଗୋଟେ ବିପରୀତ ରହିଗଲା। ସବୁ ବିପରୀତ ଯୋଉଟା ବ୍ରହ୍ମା ତିଆରି କରିନାହାନ୍ତି ତାକୁ ଧରିକରି ଯେ କି ବିଶ୍ୱକର୍ମା ବର୍ତ୍ତମାନ ତିଆରି କରି ଦେଇଛନ୍ତି। ମନୁଷ୍ୟ ତା ପାଖକୁ ବଣ ମଣିଷ ତିଆରି କରାଗଲା। ତା ପାଖକୁ ବଣ ମଣିଷ ମଧ୍ୟ ତିଆରି କରାଯାଇଛି अच्छा अच्छा ଯୋଉଟା ବ୍ରହ୍ମା କରିନାହାନ୍ତି ଯେ କି ଦ୍ୱିତୀୟ ବ୍ରହ୍ମା ହଉଛନ୍ତି ବିଶ୍ୱକର୍ମା। ସିଏ ସବୁ ତିଆରି କରିଛନ୍ତି। ତେଣୁକରି ବ୍ରହ୍ମାଙ୍କର ଠାରୁ ବର୍ତ୍ତମାନ ଯେ କି ଜନ୍ମ ହେଇଥିଲେ ଯେମିତି ନାରଦ ଜନ୍ମ ହେଇଥିଲେ ଏବଂ ଦକ୍ଷ ପ୍ରଜାପତି ଜନ୍ମ ହେଇଥିଲେ ତାଙ୍କର ହଉଛି 60ଟା କନ୍ୟା ଏବଂ ତାଙ୍କ ଠାରୁ ଜନ୍ମ ହେଲେ ଯେ କି ବିଶ୍ୱକର୍ମା ଏ ସୃଷ୍ଟି ତିଆରି କରିଛନ୍ତି। ସେ ବ୍ରହ୍ମା ସୃଷ୍ଟି ତିଆରି କରିଥିଲେ ଇଏ ଦ୍ୱିତୀୟ ବାରେ ତିଆରି କରିଛନ୍ତି। ଦେଖନ୍ତୁ ଜରାସନ୍ଧ ଭୟରେ ଦ୍ୱାପର ଯୁଗର କଥା ଜରାସନ୍ଧ ଭୟରେ କୃଷ୍ଣ ଭଗବାନ କଣ କଲେ ନୂଆ ଦ୍ୱାରିକା ତିଆରି କଲେ। ଯାହାକୁ କହନ୍ତି ଆପଣ ମାନେ ଭାଗବତ ପଢିଥିବେ ଜଳ ଦ୍ୱାରିକା ବୋଲି କୁହାଯାଏ। ଭାଗବତ ଲେଖା ଅଛି ସେ ହଉଛି ଗୁପ୍ତ ଦ୍ୱାରିକା ବା ଜଳ ଦ୍ୱାରିକା। ଜରାସନ୍ଧ ଭୟରେ ନିଜେ ଶ୍ରୀକୃଷ୍ଣ ଭଗବାନ ତିଆରି କରିଥିଲେ ବିଶ୍ୱକର୍ମାକୁ ଡାକିକିରି ଜଳ ଦ୍ୱାରିକା ଯୋଉଟା ବ୍ରହ୍ମା କରିପାରିନାହାନ୍ତି କିନ୍ତୁ ବିଶ୍ୱକର୍ମା ସେଟା କରିଦେଇଛନ୍ତି। ତାଙ୍କର ଦିଟା ପୁଅ ଆଜ୍ଞା ବିଶ୍ୱକର୍ମାଙ୍କର ତାଙ୍କର ଦିଟା ମଧ୍ୟ ପୁଅ ଜାଣିଛୁ ବିଶ୍ୱକର୍ମାଙ୍କର ଦିଟା ପୁଅ କିଏ ଗତି ଜାଣିନୁ ବିଶ୍ୱକର୍ମାଙ୍କର ଦିଟା ପୁଅ ଜାଣିନୁ କିରେ ନଳ କୁବେର ନା ନାହିଁ। ତେଣୁକରି ନଳ ନୀଳ ବୋଲି କହନ୍ତି ମଧ୍ୟ ନଳ କୁବେର ବୋଲି କହନ୍ତି ବିଶ୍ୱକର୍ମାଙ୍କର। ତେଣୁ ଏହି ବୋଲି ମହାନ ପୁରୁଷ ଯାହାର ଠାରୁ ଜନ୍ମ ହେଇଥିଲେ ନଳ ନୀଳ ଯେ କି ଭଗବାନ ଯେତେବେଳେ ସେତୁ ବନ୍ଧ ବାନ୍ଧିବାକୁ ଯାଇଥିଲେ ହଜାର ହଜାର ପର୍ବତ ପାହାଡ ଆଣିକିରି ସେତୁ ବନ୍ଧ ବାନ୍ଧିବା ପାଇଁ ଚିନ୍ତା କରିଥିଲେ ପଥର ପକେଇଥିଲେ ସବୁ ତାକୁ ବୁଡି ଯିବାର। କିନ୍ତୁ ଯେତେବେଳେ ସେହି ନଳ ଯେତେବେଳେ ଛୁଇଁ ଦିଏ ସୁଲ ଭଳିଆ ଭାସିବାର କଣ ପାଇଁ ଭାସିବାର ତାଙ୍କ ପାଖରେ ସେମିତି ଗୋଟେ ଶକ୍ତି ଥିଲା। ଋଷି ମାନେ ତାଙ୍କୁ ଶକ୍ତି ଦେଇଥିଲେ ଯୋଉ ଜିନିଷ ତମେ ଜଳରେ ପକେଇବ ସେ ସବୁ ସୁଲ ଭଳି ଭାସିବ। ତେଣୁ ତାଙ୍କର ପୁଅ ହଉଛି ନଳ ଆଉ ନୀଳ ନଳ କୁବେର ବୋଲି ମଧ୍ୟ କହନ୍ତି। ତେଣୁକରି ବାପା ପାଖରେ ଯେମିତି ଶକ୍ତି ଥିଲା ତାଙ୍କ ବାପା ପାଖରେ ଯେମିତି ଶକ୍ତି ଥିଲା ତାଙ୍କ ପୁଅ ପାଖରେ ମଧ୍ୟ ସେ ପ୍ରକାର ଶକ୍ତି ରହିଛି। ତେଣୁକରି ବର୍ତ୍ତମାନ ଯେ କି ଆମର ପୁରାଣରେ ମଧ୍ୟ ଲେଖା ଅଛି ବ୍ରହ୍ମାଙ୍କର ପୁତ୍ର ହଉଛନ୍ତି ବିଶ୍ୱକର୍ମା। ତମେ ସେଦିନ ଜନ୍ମିତ ତମ ନାଁ ଥିଲା ବିଶ୍ୱଜିତ ଆଉରି କମଳା ବିମଳା ଲୋକାଳିକା ମଙ୍ଗଳା ବନ୍ଧଣୀ କାମାକ୍ଷୀ ଗିରିଶ ପ୍ରେମ ଶିଳା କରୁଣ କଣ୍ଠରେ
देवो कातरे तोर सुदया मा किंचिते मुठारे तोर के महिमा कहि पारे कनक दुर्गा के महिमा कहि पारे